ओम शांति। विश्वपिता परमात्मा शिव भगवानंकर अमृत आत्मिक संतान मानंकु हृदयर कृतज्ञता सहित शुभ अभिनंदन, सुप्रभात, सुस्वागतम। वेद, उपनिषद तथा शास्त्र आदि कहे कि गृहस्थ आश्रम सर्वश्रेष्ठ आश्रम अटे। कारण आश्रम अर्थात पवित्र स्थान। जेतेबेले घर गृहस्थरे रही पवित्रता अवलंबन पूर्वक सबु कार्य संपादन करा जाए, तेबे ताहा तो निश्चिंत रूपरे सर्वश्रेष्ठ आश्रम हेब। साधु सन्यासी माने पवित्र रहिबा पाई स्त्री पिला आदि छाड़ी घर द्वार छाड़ी जंगल को जाई तपस्या करुथिले। तांको मतरे घरे स्त्री पिला आदि सह रही पवित्र रहिबा असंभव। तेबे जेउ गृहस्थी एहा संभव करी देखै पारिले सेमाने तो सर्वश्रेष्ठ निश्चय। राजा जनकंकर चरित्र को देखिबा। से एते संयमी थिले जे कथित अछि राजकार्य समय रे बा तपस्या समय रे पत्नी को निज जानू उपरे बसाई एहा संपादन करुथिले। सेथिपाई तो तांकु राजऋषिर मर्यादा प्राप्त होइथिला। तेबे सर्वश्रेष्ठ गृहस्थ आश्रम कुहाजिब सत्ययुगी देवी देवतांकर राज्य को। कारण सेमाने प्रवृत्ति मार्ग रे थाई मध्य अर्थात गृहस्थी होई मध्य संपूर्ण पवित्र थिले। जो मानंकर गायन हेउछि सर्वगुण संपन्न, 16 कला संपूर्ण, संपूर्ण निर्विकारी, अहिंसा परम धर्म, मर्यादा पुरुषोत्तम, संपूर्ण पवित्र संकल्प द्वारा सत्ययुगी स्वर्ग राज्य रे पिला सृष्टि हेउथिले। जहार अनेक किंवदंती मध्य रहिछि। जेपरि कुहा जाए कि ब्रह्मा को संकल्प आसिला से सृष्टि सर्जना कले। आहुरी मध्य कुहा जाए कि पार्वती स्नान पूर्वरु हलदी माखी हेउथिबा समय रे तांको देहरु जेउ मळुकुटी बाहारुथिला सेथिरे से एक सुंदर कंढीटी गढ़ी ताकू जीवन्यास देले एवं से ही हेले अग्रपूज्य गणेश, जहांकु मानसपुत्र बोली कुहा जाए। देवी देवता माने संपूर्ण पवित्र। सेइथिपाई तो तांको आगरे आमे माने समस्ते नतमस्तक हेउछे। केवल पवित्रतार शक्ति जोगु ही समस्ते तांकर पूजारी, सेमाने पूज्य। आमे माने आसुरी गुण संपन्न मनुष्य पूजारी अटु। सेमाने हेउछंती दैवी गुण संपन्न मनुष्य देवी देवता पूज्य। वर्तमान भगवान आसीछंती आम मानंकु पुनः दैवी गुण संपन्न कराई देवी देवता करैबा पाई। सेथिपाई कहुछंती मिठा आत्मिक संतानगण गृहस्थ व्यवहार रे रही चमत्कार करी देखैबाकु हेब। अर्थात संपूर्ण पवित्र होई देखैबाकु पड़िबो। जहा सन्यासी मानंकु असंभव लागुथिला बा समाज को सेमाने कहुथिले एहा ही असंभव अटे, तुमे ताहा संभव करी देखाओ। श्रेष्ठाचारी देवता
ଶ୍ରେଷ୍ଠାଚାରୀ ଦେବତା ହୋଇ ପୁଣି ଅନ୍ୟକୁ ଦୈବୀ ଗୁଣ ସମ୍ପନ୍ନ କରାଇବାର ସେବା କରିବାକୁ ହେବ। ଯେଉଁମାନେ ଏହି ସତ୍ୟ ଜ୍ଞାନ ଏବଂ ସହଜ ରାଜଯୋଗର ଅଭ୍ୟାସ ଦ୍ୱାରା ଶିବ ବାବାଙ୍କର ନିକଟତମ ସମ୍ବନ୍ଧରେ ଆସିଥାନ୍ତି, ନିଜର ଚାଲିଚଳନ, ଆଚାର ବ୍ୟବହାର, ରୋଜଗାର ଇତ୍ୟାଦିର ପୂରା ସମାଚାର ସଚ୍ଚା ହୃଦୟରେ ବାବାଙ୍କୁ ଦେଇଥାନ୍ତି। ଏହିଭଳି ସୁପୁତ୍ରମାନେ ହିଁ ଭବିଷ୍ୟ ସତ୍ୟଯୁଗୀ ସତୋପ୍ରଧାନ ଶ୍ରେଷ୍ଠ ଦୈବୀ ରାଜ୍ୟର ରାଜତ୍ୱର ଅଧିକାର ପ୍ରାପ୍ତ କରିଥାନ୍ତି। ଯେଉଁମାନେ ବାବାଙ୍କ ସମ୍ମୁଖକୁ ଆସୁନାହାନ୍ତି, ସମାଚାର ଶୁଣୁନାହାନ୍ତି, ଅର୍ଥାତ୍ ପରମାତ୍ମା ପିତାଙ୍କର ଶ୍ରୀମତକୁ ପାଳନ କରୁନାହାନ୍ତି, ସେମାନଙ୍କୁ ଏହି ଈଶ୍ୱରୀୟ ସମ୍ପତ୍ତି ପ୍ରାପ୍ତ ହୋଇପାରିବ ନାହିଁ, ଯେଉଁମାନଙ୍କୁ କୁହାଯିବ କୁପୁତ୍ର। ଯେହେତୁ ଏଇ ପାଠପଢ଼ା ହେଉଛି ଭବିଷ୍ୟ ସତ୍ୟଯୁଗୀ ଦୈବୀ ରାଜ୍ୟ ପାଇଁ, ସେଠିକାର ଚଳଣି, ଆଦବ କାଇଦା, ସଂସ୍କାର ଇତ୍ୟାଦି ବିଷୟରେ ସ୍ୱୟଂ ପରମାତ୍ମା ଶିକ୍ଷା ଦେଉଛନ୍ତି। ଏହାକୁ ଯେଉଁମାନେ ଯେତେ ପରିମାଣରେ କାର୍ଯ୍ୟରେ ଲଗେଇ ପାରିବେ, ସେମାନଙ୍କୁ ସେହି ହିସାବରେ ପଦପ୍ରାପ୍ତି ହୋଇପାରିବ। ଭଗବାନ ଚାହୁଁଛନ୍ତି ମୋର ପ୍ରତ୍ୟେକ ପିଲା ଉଚ୍ଚ ପଦର ଅଧିକାରୀ ହୁଅନ୍ତୁ ସ୍ୱର୍ଗ ରାଜ୍ୟରେ, ପରନ୍ତୁ ସନ୍ତାନମାନେ ନିଜ ନିଜର ପୁରୁଷାର୍ଥ ଅନୁସାରେ ପଦପ୍ରାପ୍ତ କରିଥାନ୍ତି। ପାଠ ତ ଗୋଟିଏ, ପଢ଼ିଲା ବାଲା ମଧ୍ୟ ଜଣେ, ପରନ୍ତୁ ପ୍ରାପ୍ତି ପୁରୁଷାର୍ଥ ଆଧାରରେ ହିଁ ହୋଇଥାଏ। ରାଜ୍ୟ ଚାଲିବ ଅର୍ଥାତ୍ ସବୁ ପଦପଦବୀ ରହିବା ଦରକାର ନା, କେବଳ ତ ରାଜାରାଣୀ ହେବେ ନାହିଁ। ସଭାସଦ, ରାଜପରିବାର, ପ୍ରଜା, ନୌକର, ଚାକର, ଦାସ, ଦାସୀ ଆଦି ସବୁ କିଛି ତ ହେବା ଦରକାର ନା। ଯେଉଁମାନେ ବୁଦ୍ଧିମାନ, ସେମାନେ ବର୍ତ୍ତମାନ ସମୟର ମହତ୍ତ୍ୱକୁ ବୁଝି ଏହି ଶ୍ରେଷ୍ଠ ପାଠପଢ଼ାରେ ନିଜକୁ ବ୍ୟସ୍ତ ରଖିବେ। ବିଜୟମାଳାରେ ଆସିବା ପାଇଁ ନିଜ ଉପରେ ପୂରା ଧ୍ୟାନ ଦେବା ଆବଶ୍ୟକ। ଏପରି କୌଣସି ବି କର୍ମ ନ ହେଉ ଯାହାର ପୁଣି କର୍ମଫଳ ଭୋଗ କରିବାକୁ ପଡ଼ିବ। ସେଥିପାଇଁ ପ୍ରତି ପାଦରେ, ପ୍ରତ୍ୟେକ କାର୍ଯ୍ୟରେ ଶିବ ବାବାଙ୍କର ରାୟ ବା ମତରେ ଚାଲିବା ଦରକାର। ଶିବ ବାବା କହୁଛନ୍ତି, ନିଜର ଆକର୍ଷଣମୟ ସ୍ଥିତି ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରୁଥିବା ଆତ୍ମିକ ସେବାଧାରୀ ହୁଅ। କେବେ ବି ଏପରି ଭାବ ନାହିଁ ଯେ ସେବାରେ ବୃଦ୍ଧି ହେଉନାହିଁ ବା ଶୁଣିବା ବାଲା ମିଳୁନାହାନ୍ତି। ଶୁଣିବା ବାଲା ଅନେକ ଅଛନ୍ତି, କେବଳ ତୁମେମାନେ ନିଜର ସ୍ଥିତିକୁ ଆତ୍ମିକ ଆକର୍ଷଣମୟ କରିଦିଅ, ବାସ୍। ଚୁମ୍ବକ ଲୁହାକୁ ଟାଣିଲା ଭଳି ସେମାନେ ଆପେ ଆପେ ଆକର୍ଷିତ ହୋଇ ଆସିବେ ଏବଂ ନିଜର ଭାଗ୍ୟ ଗଢ଼ିବାକୁ ଲାଗିବେ। ଏହା ହିଁ ହେଉଛି ବାସ୍ତବିକ ଆତ୍ମିକ ସେବା। ଯଦି ସମାଧାନ ସ୍ୱରୂପ ହେବାକୁ ଚାହୁଁଛ, ତେବେ ସମସ୍ତଙ୍କ ଆତ୍ମିକ ସ୍ନେହ ଏବଂ ସମ୍ମାନ କରିବା ଆବଶ୍ୟକ। ସମସ୍ତଙ୍କୁ ସ୍ନେହ ସମ୍ମାନ ଦେଇ ଚାଲିବା ଦରକାର। ଆଚ୍ଛା, ଆଜି ପାଇଁ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପିତାଙ୍କର କଲ୍ୟାଣକାରୀ ମହାବାକ୍ୟକୁ
ଶ୍ରବଣ କରିବା, ନିଜ ଜୀବନରେ ଧାରଣ କରି ନିଜର ତଥା ସାରା ବିଶ୍ୱର କଲ୍ୟାଣ କରିଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।